ଆମ ଘରଟା ଆମେ ଯେଉଁ ଘରେ ରହୁଛୁ ସେ ଘର ଖାଲି ଇଟା ପଥରରେ ତିଆରି ନୁହଁ। ଆମ ଘର କୋଉଥିରେ ତିଆରି? ଖାଲି ଇଟା ପଥର। ଆମେ ଭାବୁଛୁ ଖାଲି ଇଟା ପଥର ଭଲ ରଙ୍ଗ କଲର ଦେଇ ପୁରା ମଡୁଲାର କରି ପୁରା ଆମେ ସେଇ ଘର ହେଲା ଆମର ବହୁତ ସୁନ୍ଦର ଘର ଆଉ ବଢିଆ ଘର। ଆମ ଘର ହେଲା ସବୁବେଳେ ପବିତ୍ର, ସ୍ୱର୍ଗ ଭଳିଆ ଘର। ଆମ ଘର ହଉଛି ସ୍ୱର୍ଗ। ଏଠି ଆମେ ଯେତେ କାମ ଦାମ କରିକି ଆସିକି ଟିକେ ଥକିକି ଶୋଇଗଲେ ଆମକୁ ବହୁତ ଆରାମ ଲାଗେ, ବହୁତ ଶାନ୍ତି ଲାଗେ। କିମ୍ବା ଆମେ ବାହାରୁ ବୁଲିକି ଆସିକି ଯଦି ଆମେ ଭିତରେ ପଶି ଘର ଭିତରେ ପଶିଗଲୁ, କିଏ ଗୋଟେ ନିଜ ଲୋକ, ନିଜ ମା, ନିଜ ଝିଅ, ନିଜ ନିଜ ମାଉସୀ, ନିଜ ବାପା, ନିଜ ବୋଉ, ଯିଏ ଯିଏ ବି ହଉନା କାହିଁକି ଟିକେ ଯଦି ହସିକି ପଦେ କଥା ହେଇଗଲେ, ଆସେ ଆସେ ଏଇଟା ଖା, ଏଇଟା ଆସେ ଆସେ ଏଇଟା ନେଇଗଲୁ, ଆସିଲୁ ଆସିଲୁ ଟିକେ ଏଇଠି ବସି ପଡିଲୁ, ଯଦି ଏମିତି ବି ଟିକେ କହିଲେ ତାହେଲେ ସେ ଘରଟା ହିଁ ଘର। ଯୋଉ ଘରେ ସ୍ନେହ ମମତା ଆଦର ଭରି ହେଇକି ରହିଥାଏ ସେ ଘର ହିଁ ଘର। ଆଉ ଯୋଉଠିକି ଲୋକମାନେ ବହୁତ ଖୁସିରେ ଆସନ୍ତି ଆଉ ସେଠୁ ଫେରିଲା ବେଳେ ଯେତେବେଳେ ସେ ଘରୁ ଯାଆନ୍ତି ବହୁତ ଖୁସିରେ ଯାଆନ୍ତି, ସେ ଘର ହିଁ ଘର ଆଉ ସ୍ୱର୍ଗ। ଆମ ଘରକୁ ଆମେ କେମିତି ସ୍ୱର୍ଗ କରିବା, ଆମ ଘରକୁ ଆମେ କେମିତି ବହୁତ ସ୍ନେହ ମମତାରେ ଭରିଦବା। ଆମ ଘର ଖାଲି ଇଟା ପଥରର ଘର ନୁହେଁ। ଆମେ ଦେଖିବା ଆମ ଘର ବ୍ଲେସ୍ଡ ବା ନୁହେଁ, ଆମ ଘର ଭଗବାନଙ୍କର ଆଶୀର୍ବାଦିତ ନା ନୁହେଁ। ଆମେ କେମିତି ଜାଣିବା ଯେ ଆମ ଘର ଆମ ଭଗବାନଙ୍କର ଆଶୀର୍ବାଦିତ ଅଟେ ୟା ନୁହେଁ? କେମିତି ଜାଣିବା ନା ଦେଖିବା ଯୋଉମାନେ ଆସୁଛନ୍ତି ଆମ ଘରକୁ, ସେ ଯିଏ ବି ହଉନା କାହିଁକି, ଯିଏ ଆସୁଛନ୍ତି ସେ ଗଲାବେଳେ ଯଦି ଖୁସିର ସହ ଫେରିକି ଯାଉଛନ୍ତି ଆଉ ତାଙ୍କର ଯିବାକୁ ଇଚ୍ଛା ନାହିଁ, ତାହେଲେ ଜାଣିବେ ଯେ ଏ ଘର ମୋର ସ୍ୱର୍ଗ ଆଉ ଏ ଘରେ ସ୍ନେହ ମମତା ଭରି ହେଇକି ରହିଛି। ତେବେ ଆମ ଘରକୁ ସ୍ୱର୍ଗ କରିବା ପାଇଁ, ଆମ ଘରକୁ ବ୍ଲେସିଂସ କରିବା ପାଇଁ, ଆମ ଘରକୁ ବ୍ଲେସ୍ଡ କରିବା ପାଇଁ, ଆମ ଘରକୁ ଭଗବାନଙ୍କର ଆଶୀର୍ବାଦିତ ଘର କରିବା ପାଇଁ କଣ କରିବା ନା ସବୁବେଳେ ଆମେ ଯେତେବେଳେ ଘର କାମ କରୁଛେ, ଘର ପୋଛୁଛେ, ରୋଷେଇ କରୁଛେ, ଆମେ ଟେବୁଲ ପୋଛୁଛେ, ଠାକୁର ଘର ପୂଜା କରୁଛେ, ଠାକୁର ବାସନ ମାଜୁଛେ, ସବୁ ସମୟରେ ଆମ ଘରକୁ ବ୍ଲେସ୍ କରିବା। କେମିତି ବ୍ଲେସ୍ କରିବା? ଯେ ମୋ ଘର ସ୍ୱର୍ଗ ଅଟେ, ମୋ ଘର ସ୍ନେହ ମମତାରେ ଭରି ଅଟେ, ମୋ ଘରକୁ ଯିଏ ଆସୁଛନ୍ତି ସମସ୍ତେ ଭାଗ୍ୟବତୀ ଅଟନ୍ତି, ମୋ ଘରକୁ ଯୋଉମାନେ ବି ଆସୁଛନ୍ତି ସମସ୍ତେ ଭାଗ୍ୟବାନ ଅଟନ୍ତି, ମୋ ଘରେ ମୋ ଘରେ ଯୋଉମାନେ ବି ଅଛନ୍ତି ସମସ୍ତେ ବହୁତ ଭାଗ୍ୟବାନ ଅଟନ୍ତି, ମୋ ଘରେ ଯୋଉମାନେ ବି ଅଛନ୍ତି ସମସ୍ତେ ବହୁତ ଆନନ୍ଦ ସ୍ୱରୂପ ଆତ୍ମା ଅଟନ୍ତି, ମୋ ଘରେ ସୁଖ ଶାନ୍ତି ଭରି ହେଇ ରହିଛି, ମୋ ଘରେ ମୋ ଲକ୍ଷ୍ମୀ ନାରାୟଣଙ୍କ ଆଶୀର୍ବାଦ ଭରି ହେଇ ରହିଛି, ମୋ ଘରେ ମୋ ପ୍ରଭୁଙ୍କର ଦୃଷ୍ଟି ଅଛି, ମୋ ମୋ ଘର ଉପରେ ସବୁବେଳେ ମୋ ଲକ୍ଷ୍ମୀ ନାରାୟଣଙ୍କର ଆଶୀର୍ବାଦ ଅଛି। ଏମିତି ଆମେ ଘର କାମ କଲା ବେଳେ ଆମେ ସବୁବେଳେ ଏମିତି ଅଫର୍ମେସନ କହିକି ବି କରିବା। ମୋ ଘର ସ୍ୱର୍ଗ ଅଟେ, ମୋ ଘରେ ଯିଏ ବି ପାଦ ଦଉଛି ସିଏ ବହୁତ ଖୁସି ଆନନ୍ଦରେ ଯାଉଛି, ମୋ ଘରକୁ ଯିଏ ଆସୁଛି ସେ କିଛି ନା କିଛି ନେଇକି ଯାଉଛି, ମୋ ଘର ହଉଛି ସ୍ୱର୍ଗ, ମୋ ଘର ହଉଛି ବହୁତ ଲକି ଘର, ମୋ ଘର ହଉଛି ବହୁତ ଲକି ଘର। ଏମିତି ଆମେ ଘର କାମ କଲା ବେଳେ ଏମିତି ଅଫର୍ମ କଲେ ଆମ ଘର ସତରେ ସ୍ୱର୍ଗ ହେଇଯିବ।